सप्तदशोदय श्रुतोवच कहन्ति सुत सुध मने शुण सकल मुनिजने से राजा सरस्वती कूले विजय चतुरंग बले से राज ऋषि परीक्षित तेज की प्रकाश आदित्य तत्क्षणे सरस्वती कूले पशिला गोमिथुन बेले देखिला राज रूप शिर लुहार जष्टि करे धरी स्वभावे तार शुभ्र देही कपट बेशे सज होई सर्पर प्राय घोर नादे जष्टि प्रहारे तार पादे स्वभावे कई चरण प्रहार करे पुनः पुनः तार प्रहारे से विकले लोचनु अश्रु जल गले कंपई गन घन देही मृत पुरुष उत्सर्गई तार प्रहारे धेनु नादे स्थिर नुहई चारि पादे बस्या विहीने कृष्ण देही जीव से भोज नई छई तार निकटे रथे जाई सुवर्ण अलंकृत होई अनाई वृष भवदन गभीर कोमल वचन बाण आरोपी धनुर्गणे पुछई प्रहार करणे राजोवाच काहू आइलु तु पुरुष कह तोहर नाम किस मोर शरण नर लोक याकु कुरु तु निरेख दुर्बल प्राणी कुतु बळे प्रहारु बळे आर छळे विशेष राज रूप हेउ नटर प्राय जनमहु कह के बण कारण देख मोहर धनुर्बाण देख अर्जुन संग करी निज भुवने गले हरि तू तो स्वभावे अरक्षित प्राणी को करु किंपा हत प्राण स्वतरे अवहेला निश्चय काल तो पुरिला पुणी वृषभ मुखे चाही सुभ्रम चिते पचारई तु वृष मृणाल कोमल एकई पाद तो चंचल तीन चरण तोर थिला कह कि हेतु केणे गला केउ देवता कह तुही माया रे विश्वरूप होई ए कथा मते बड़ गुरु मोहर मन खेद करू देख कौरव वंश भुजे परीक्षित मोहर राजे प्राणी लोचनु अश्रु जल केबे न पड़ई तल पुणी सुरभिमुख चाही आश्वसी वाक्य पचारई तु धेनु कांदु काहीं पाई तु ताहा कह मते फेई तु एबे रोदन न कर मुहि खड़ंक दर्पहर मुहि पालक अछि जही मोर प्रजा को दुख नाही जार राज्य प्रजा बळे हिंसा करती दुष्ट खेळे ताजेबे राजा न मणई तार राज्य तेजस काहीं राजांक कुल धर्म एही निश्चंते प्रजांकु पाळई
ଏଣୁ ଏହାକୁ ବଧ କରି ଧର୍ମ ଅଧର୍ମ ନ ବିଚାରି ତୋର ରକ୍ଷଣେ କାରଣ ଗୋବୃଷ ସାବଧାନେ ଶୁଣ ତୋହର ଚାରି ପାଦ ଥିଲା ତିନି ଚରଣ କେଣେ ଗଲା ସୁରଭିମୁଖ ଚାହିଁ ପୁଣି କହିନୁ ପ୍ରଚୁଡ଼ାମଣି ଭବୃଷ ଶୁଣ ମୋର ବାଣୀ ତୋ ଦୁଃଖ କହ ମୋତେ ପୁଣି କୃଷ୍ଣ ସେବକ ବନ୍ଧୁ ଯେତେ ତାହାଙ୍କ ଚିତ୍ତ ଏ ଜଗତେ ଧର୍ମ ନ ସହେ ମହି ତଳେ ଯେ ସାଧୁ ଅଟେ ସର୍ବକାଳେ ତୋହର ବିରୂପ ଶରୀର ପାଣ୍ଡବ ବଂଶେ ଦୁଷ୍କର ନିର୍ଦ୍ଦୋଷ ପ୍ରାଣୀଙ୍କୁ ଯେ ହିଂସେ ସେ ଅପରାଧେ ଆତ୍ମା ନାଶେ ମୁହିଁ ତାହାର ଭୁଜ ଦୁଇ ଛେଦଇ ଯେବେ ଦେବ ହୋଇ ରାଜା ପ୍ରଜାର ଧର୍ମ ଏହି ନିଶ୍ଚିନ୍ତେ ପ୍ରଜାଙ୍କୁ ପାଳଇ ସ୍ୱଧର୍ମେ ପାଳେ ବସୁନ୍ଧରୀ ଖଳ ଚୌଷଜ୍ୟ ସେ ନିବାରି ଏ ଚାରି ବର୍ଣ୍ଣେ ଏ ଜଗତେ ସ୍ୱଧର୍ମ ଛାଡ଼ି ଅନ୍ୟ ପଥେ ତାହାଙ୍କ ଗର୍ବ ଯେତେ ହରେ ସେ ରାଜା ସୁଖେ ରାଜ୍ୟ କରେ ରାଜର ବାଣୀ ଶୁଣି ତୋଷ ଧର୍ମ କହନ୍ତି ପ୍ରେମ ହାସ୍ୟ ଧର୍ମବାଚ ପାଣ୍ଡବ ବଂଶେ ବ୍ୟବହାର ଆରତ ପ୍ରାଣୀ ଭୟଙ୍କର ଯାହାର ଗୁଣେ ଗୁଣ ହରି ସାରଥି ଦୃଢ଼ ପଣ କରି ପ୍ରାଣୀଙ୍କ କ୍ଲେଶ ବୀଜ ଯେତେ ପ୍ରକାଶ ହୋଇ ଯାର ଚିତେ ସେ ବାକ୍ୟ ବେଦ ବିମୋଚନ ତାହାକୁ ବୋଲି ସାଧୁଜନ ସେ ଆତ୍ମା ଜ୍ଞାନେ ମନ ଧରେ ଆତ୍ମାର ବିକଳ୍ପ ବିଚାରେ କେବଲେ ଦେବ ମାୟା ବଳ କେବଲେ କର୍ମର ଏ ଫଳ କେବଲେ ସ୍ୱଭାବ ଏହାର ବ୍ରହ୍ମା ଶଙ୍କରେ ଆଗୋଚର କଳି ନ ପାରେ ଯାର ମନେ ଏହା କେ କହିବ ବଚନେ ଏ ଆଦି ଯେ ବୁଦ୍ଧି ବୃତ୍ତାନ୍ତ ତୁ ରାଜା ମନେ ଏହା ଚିନ୍ତ ଏମନ୍ତ ଧର୍ମ ମୁଖ ଶୁଣି ସେ ରାଜା ମନେ ମନେ ଗୁଣି ମନରୁ ଖେଦ ଦୂର କଲା ସ୍ୱରୂପ ଧର୍ମକୁ ଦେଖିଲା ହେଉତରି ଅକ୍ଷମାଳ କଟିରେ ଅଜି ନଦୀ କୂଳ ଲମ୍ବେ ସୁନ୍ଦର ଚାରି କର ଶିରେ ଶୋଭଇ ଜଟାବାର ତନୁ ଶାସଙ୍କ ବପୁ ଗଞ୍ଜେ ଶିବସ୍ତ୍ର ଚିହ୍ନେ ହୃଦେ ସାଜେ ଯେସନେ ତଡ଼ିତ ତାରସ ରାଜା ଦେଖିଲା ସୁପ୍ରକାଶ ରାଜାଙ୍କୁ ସ୍ୱରୂପ ଦେଖାଇ ସେ ବୃକ୍ଷ ଭଗ୍ନ ପାଦେ ରହି ସେ ରାଜା ଦେଖି ତାର ରୂପ ଚିତ୍ତେ ପ୍ରକାଶେ ଜ୍ଞାନ ଦୀପ କପାଳ ଦେଇ ବେନି କର ଧର୍ମକୁ କହେନୁ ପ୍ରବର ରାଜ୍ୟବାଚ ଭୋ ଧର୍ମ ଧର୍ମ କଥା କୁହ ଧର୍ମେ ବୃଷଭ ରୂପ ବହୁ ଧର୍ମ ଧର୍ମ ଯେବା କରେ ସେ ପ୍ରାଣୀ ଜୀବ ତାଉ ମରେ ଦେଖ ମାୟାର ବିଗ୍ରହ ଗତି କେ ଜାଣିପାରେ ଚିତ୍ତ ଚିନ୍ତି ମନ ବଚନେ ଆଗୋଚର ନିଶ୍ଚୟ ବିଚାର ମନର ତୋହର ଚତୁର ଚରଣ ପ୍ରଥମ ଯୁଗ ଆଭରଣ ତପ ଶୌଚ ଦୟା ସତ୍ୟ ଯେ ଯୁଗ ଅନୁରୂପ କୃତ ସତ୍ୟର ସଙ୍ଗେ ତପ ଗଲା ଶୌଚ ତୁତ୍ରର ରହିଲା ଦ୍ୱାପର ଗଲା ଦୟା ସଙ୍ଗେ ମିଥ୍ୟା ରହିଲା କଳି ଯୁଗେ ତପକୁ ସର୍ବନାଶ କଲା ଶୌଚ ସଙ୍ଗେ ସିଂହାରିଲା ମନ ରହିଲା ଦୟା ବଳେ ଚରଣ ରହିଲା ନିଶ୍ଚଳେ ଏବେ ଯେ ଅଛି ଏକ ପାଦ ଏକଳି ଏହାକୁ ଆପଦ କଠୋର ତପ ଯେ ପାଳିବ ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ ସେ ସତ୍ୟ ଯୁଗ ସତ୍ୟ ଭାବ ଏକଳି ଅନ୍ତେ ପ୍ରକାଶିବ ଭୂମି ଭାରା ଭର ହରି ଶ୍ରୀକୃଷ୍ଣ ଗଲେ ଅପସରି କୃଷ୍ଣର ପାଦ ପଦ୍ମ ରେଖ ଯେତେ କୃତ୍ୟ କୌତୁକ ପବିତ୍ର ସିନ୍ଦୁର ଶରୀର ଦେଖି ଆନନ୍ଦ ସୁର ନର
ସେହରି ଛାଡ଼ି ଗଲେ ଯେବେ ଦେଖ ଏହାର ଦୁଃଖ ଏବେ ଦୁର୍ଭାଗ୍ୟୀ ପ୍ରାୟ ଅଧମୁଖୀ କାନ୍ଦଇ ଅତି ଦୁଃଖେ ଦୁଃଖୀ ପାପିଷ୍ଟ କ୍ରୁଦ୍ଧ ଜାତି ଯେତେ ସର୍ବେ ବୁଞ୍ଜିବେ ମିଳି ମତେ ଏ ରୂପେ ଧର୍ମ ବସୁନ୍ଧରୀ ବାକ୍ୟ ବୋଧନେ ବସ କରି ତକ୍ଷଣ ଖଡ଼ଗ ଧରି ହସ୍ତେ ମିଳିଲା କଳିର ଅଗ୍ରତେ ଅଧର୍ମ ହେତୁ ବଳେ ମାରି ମୁହିଁ ପାଳିବି ବସୁନ୍ଧରୀ ହେମନ୍ତ ଶୁଣି ତା ବଚନ ପଡ଼ିଲାନୁ ପ୍ରତି ଚରଣ ପ୍ରାଣ କାତରେ ଉଦବେଗେ ପଡ଼ିଲା ରାଜ ପାଦ ଯୁଗେ ସେ କଳି ପ୍ରାଣ ରବି କଳେ ପାପେ ପଡ଼ିଲା ସତ୍ୟ ବଳେ ଦେଖିଣ କଳି ରବି କଳ ସ୍ୱଭାବ ମେଦିନୀ ବସଳ ତାର ବିକଳ ମୁଖ ଦେଖି ଖଡ଼ଗ ଉଜେ ଊର୍ଦ୍ଧ୍ୱେ ରଖି ଦର୍ଶନ ଚନ୍ଦୀ ଉଷ୍ଠେ ଧରି କଳକି କହେ ରୋଷ ଭରି ପରୀକ୍ଷିତ ଉବାଚ ତୁ ଯେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି ଅର୍ଜୁନ ବଂଶେ ଜନ୍ମ ଯେତେ ତାହାଙ୍କୁ ଭଜୁ ନାହିଁ ଚିତେ ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ ମୋହର କ୍ଷେତ୍ରେ ନ ପଶିବୁ ଯେବେ ଜୀବନେ ତୁ ବର୍ତ୍ତିବୁ ତୁ ଯହିଁ ଥିବୁ ରାଜା ଘରେ ଅଧର୍ମ ଯୋତେ ତୋ ସଙ୍ଗରେ ଲୋଭ ଅନର୍ଥ ଚୌର୍ଯ୍ୟ କର୍ମ ଏହାଦି ଶ୍ରେଷ୍ଠ ଯେ ଅଧର୍ମ ଦମ୍ଭ ଦର୍ଜୁନ ଆଚରିତେ ମାୟା କଳହ ମୋହ ଯେତେ ତୋହର ସଙ୍ଗେ ଥାନ୍ତି ଏତେ ମୋପୁରେ ଥିବୁ ତୁ କେମନ୍ତେ ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହିଁ ନ ପଶିବୁ ସମ୍ଭ୍ରମେ ଏ ବ୍ରହ୍ମା ବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଆଗମ ନିଗମ ପ୍ରମାଣେ ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ ହରିଚରଣେ ପୂଜା କରି ଯେଣେ ସନ୍ତୋଷ ନର ହରି ସ୍ଥାବର ଆଦି ଚାରି ଦେହେ ବାହ୍ୟ ଅନ୍ତରେ ବ୍ୟାପୀ ରହେ ସେ ହରି ପୂଜା କରେ ଯେହି ତହିଁ ପ୍ରବେଶ ତାର ନାହିଁ ଏ ଧର୍ମ ତୋହର ପ୍ରମାଣ କୁ ସାକ୍ଷୀ ନାରାୟଣ ଶୁଣି ସେ ରାଜା ରହୁତର କଳି କମ୍ପଇ ତରହର ଉଚ୍ଚେ କମ୍ପାଇ ଅଶିବର ତେଜେ କମ୍ପତି ଦଣ୍ଡଧର ଏମନ୍ତ ରାଜା ମୁଖ ଚାହିଁ କହି ଶିରେ କର ଦେଇ କଳିରୁବାଚ ଭୋ ରାଜା ତୋହର ଚରଣେ ଥିବି ମୁଁ ଆଜ୍ଞାର ପ୍ରମାଣେ ତୋତେ ଦେଖାଇ ମୋର ପଛେ ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ ତୁ ଧର୍ମ ପ୍ରାଣୀ କହିଉ ସ୍ୱର ବିଚାରି ମୋତେ ସ୍ଥାନ କର ଯହିଁ ନିଶ୍ଚନ୍ତେ ଥିବି ମୋହି ତୋର ଆଜ୍ଞା ଶିରେ ବହି କହନ୍ତି ସୁତ ତୋଷ ମନେ ଶୁଣ ସକଳ ମୁନି ଜନେ କଳି ବଚନ ଶୁଣି ହସି ସନ୍ତୋଷ ଚିତ୍ତେ ରାଜ ଋଷି ଚାରି ପ୍ରକାର ସ୍ଥାନ କଲା ନିତ୍ୟ ଅଧର୍ମ ଯହିଁ ମେଳା ଦ୍ୟୁତ କମିନି ମଦ୍ୟପାନେ ପ୍ରାଣୀ ମାରଣ ଯେବା ସ୍ଥାନେ ଶୁଣି କହି କଳି ଯୁଗ ମୋର ଏ ସ୍ଥାନ ଚାରି ଭାଗ ମୁଁ ତହିଁ ଥିବି ନିରନ୍ତରେ ପଞ୍ଚମ ଭାଗ ଦିଅ ମୋର କଳିର ବାକ୍ୟ ଶୁଣି ଚିତେ ସୁବର୍ଣ୍ଣ ଦେଲା ତାର ହସ୍ତେ ଏ ପଞ୍ଚ ସ୍ଥାନ ପଞ୍ଚ ଗୁଣ ବ୍ରାହ୍ମଣେ ସାବଧାନେ ଶୁଣ ମିଥ୍ୟା ବସଇ ଦ୍ୱିତୀୟ ମଧ୍ୟେ କାମ କାମିନୀ ମଦ ସାଧେ ପ୍ରାଣୀ ମାରଣେ ରୋଜ ଗୁଣ ସୁବର୍ଣ୍ଣ ମଧ୍ୟେ ରିପୁଗଣ ଏ ପଞ୍ଚ ସ୍ଥାନ ତାରେ ଦେଲା ଯହିଁ ଅଧର୍ମ ସଙ୍ଗେ ମେଳା ତକ୍ଷଣେ ରାଜାର ବଚନେ କଳି ବସିଲା ପଞ୍ଚ ସ୍ଥାନେ ପ୍ରଣମୀ ଅଭିମନ୍ୟୁ ବଳା କଳି ଯୁଗକୁ ସ୍ଥାନ ଦେଲା ସେ ଧର୍ମଶୀଳ ଯେହ୍ନେ ମେରୁ ସ୍ୱଭାବେ ଲୋକପତି ଗୁରୁ ତପସ ଉଚ୍ଚ ଦୟା ତିନି ବୃଷଭ ପାଦେ ଏଣେ ମାନି ନିଜ ବିଷୟର ପାଳନେ ବର୍ତ୍ତିଲା ଏ ଚାରି ଚରଣେ ସ୍ୱଭାବେ ସୁଧର୍ମ ପାଳନେ ରାଜା ଉଚିତ ଏ ପ୍ରମାଣେ
ଧର୍ମନନ୍ଦନ ଧରି କୋଳେ ତପେ ଅରଣ୍ୟେ ଶିବା କାଳେ। ହେମନ୍ତେ ଶିକ୍ଷା ତାକୁ ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ। ସେହି ପ୍ରକାରେ ମନେ ଗୁଣି ଧୀରେ କୌରବ ଶିଖାମଣି। ହସ୍ତିନାପୁରେ ରାଜନୀତି ପ୍ରଜା ପାଳନେ ଚକ୍ରବର୍ତ୍ତୀ। ହେମନ୍ତେ ଅଭିମନ୍ୟୁ ସୁତ ପ୍ରଜା ପାଳନେ ସୁବିଦିତ। ଯାହାର ରାଜ୍ୟେ ତୁମ୍ଭେ ଥାଇ ହରି ଭଜନେ ପାପ ଦହି। ସେ ହରି ଚରିତ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈଶାଖ୍ୟାଂ ପ୍ରଥମା ସ୍କନ୍ଧେ କଳି ନିଗ୍ରହ ନାମ ସପ୍ତଦଶ ଅଧ୍ୟାୟ ସମାପ୍ତः।